ଆପଣ ତ ଫିଲ୍ମ ଦେଖୁଛନ୍ତି, ତ ଗୋଟେ ଫିଲ୍ମ କିପରି ଲେଖାଯାଏ, ଗୋଟେ ଫିଲ୍ମରେ ଷ୍ଟୋରି ରାଇଟିଂ, ସ୍କ୍ରିନ୍ ରାଇଟିଂ, ଡାଇଲଗ ରାଇଟର କାମ କଣ ଆପଣ ଜାଣନ୍ତି କି? ଫିଲ୍ମ ଲେଖାକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ଆପଣ କହିପାରିବେ ଫିଲ୍ମ ଲେଖାକ ଛତା ପରି, ଏବଂ ତଳେ ତିନୋଟି ଭାଗ ଅଛି। ଫାର୍ଷ୍ଟ ପାର୍ଟ ହେଉଛି ଷ୍ଟୋରି ରାଇଟିଂ, ଗୋଟେ ଫିଲ୍ମ ଏକ କାହାଣୀ ଉପରେ ଆଧାରିତ। ସେକେଣ୍ଡ ପାର୍ଟ ହେଉଛି ସ୍କ୍ରିନ୍ ରାଇଟିଂ, ଏହାକୁ ପରଦାରେ କୁହାଯାଏ, ବା ସ୍କ୍ରିନ୍ରେ କ'ଣ ଚାଲିଛି, କେଉଁ ଦୃଶ୍ୟ ଚାଲିଛି ଏବଂ ଏଥିରେ କ'ଣ ହବ, ଏହା ହେଲା ସ୍କ୍ରିନ୍ ରାଇଟିଂ। থার্ড পার্ট হচ্ছে ডায়লগ রাইটিং। ଏବେ ଡାଇଲଗରେ ଲେଖା କେବଳ ପଞ୍ଚ ଲାଇନ୍ ବିଷୟରେ ନୁହେଁ, ନିୟମିତ କଥାବାର୍ତ୍ତା ଲେଖା ଅଧୀନରେ ଆସେ। କିନ୍ତୁ ପ୍ରଶ୍ନ ହେଉଛି ଆପଣ କିପରି ଜାଣିବେ ଯେ ଆପଣ କେଉଁ ପ୍ରକାର ଲେଖକ ହୋଇପାରିବେ? ଯଦି ଆପଣ ଲୋକମାନଙ୍କୁ ଭଲ ଭାବରେ କାହାଣୀ କହିପାରିବେ ଏବଂ ସେ କାହାଣୀରେ ସେମାନଙ୍କୁ ନିୟୋଜିତ ରଖିପାରିବେ, ତେବେ କାହାଣୀ ବା ଷ୍ଟୋରି ଲେଖିପାରିବେ। ଯଦି ଆପଣ ଏକ ଚଳଚ୍ଚିତ୍ର ଦେଖନ୍ତି ଏବଂ ଅନୁଭବ କରନ୍ତି ଯଦି ଏଇ ଘଟଣାଟି ଏଠାରେ ନ ଘଟି ସେଠାରେ ଘଟିଥାନ୍ତା, ତେବେ ଏହା ଟିକେ ଅଧିକ ମଜାଦାର ହୋଇଥାନ୍ତା। ଆପଣ ଜଣେ ଚିତ୍ରନାଟ୍ୟ ବା ଡ୍ରାମାଟିକ୍ ଲେଖକ ହୋଇପାରିବେ। ଏବଂ ଯଦି ଆପଣ ଲୋକମାନଙ୍କୁ ଭଲ ଭାବରେ ପର୍ଯ୍ୟବେକ୍ଷଣ କରନ୍ତି, ତେବେ ଆପଣ ଜଣେ ଭଲ ସଂଳାପକ ବା ଡାଇଲଗ ଲେଖକ ହୋଇପାରିବେ।